ଆପଣ ପ୍ରତିଦିନ ନିଜକୁ କୁହନ୍ତି କି ବାସ୍ ଆଜି ପରେ ଆଉ ନୁହଁ, କିନ୍ତୁ ତାପରେ ବି ସେଇ ଭୁଲକୁ ଆପଣ ପୁଣି ଥରେ ଦୋହରାନ୍ତି। ସାଙ୍ଗମାନେ, କ'ଣ ଆପଣ ନିଜକୁ ଲଜ୍ଜିତ ଅନୁଭବ କରୁଛନ୍ତି? କ'ଣ ଆପଣଙ୍କୁ ଲାଗୁଛି କି ଆପଣ ନିଜ କ୍ୟାରିୟର, କନଫିଡେନ୍ସ ଆଉ ଏନର୍ଜିକୁ ହରାଇ ଦେଉଛନ୍ତି? ତ ଆଜିର ଏଇ ଭିଡ଼ିଓ ଆପଣଙ୍କ ଜୀବନକୁ ଗୋଟିଏ ନୂଆ ଦିଶା ଦେଇପାରିବ। ଏଥିରେ ମୁଁ ଆପଣଙ୍କୁ କହିବି କି ଆପଣ ହସ୍ତମୈଥୁନ ପରି ଖରାପ ଅଭ୍ୟାସକୁ କିପରି ଛାଡ଼ିବେ। ତ ଚାଲନ୍ତୁ ଡେରି ନକରି ଆଜିର ଏଇ ଭିଡ଼ିଓକୁ ଆରମ୍ଭ କରିବା। ସୋ ଲେଟ୍ସ ଷ୍ଟାର୍ଟ ଦ ଭିଡ଼ିଓ। ସମସ୍ୟାକୁ ଗଭୀରତାର ସହିତ ବୁଝନ୍ତୁ। ସାଙ୍ଗମାନେ, କ'ଣ ହସ୍ତମୈଥୁନ ଗୋଟିଏ ସାମାନ୍ୟ କ୍ରିୟା? ହଁ, ଶାରୀରିକ ରୂପରେ ଏହା ଗୋଟିଏ ସାମାନ୍ୟ କ୍ରିୟା ହେଇପାରେ, କିନ୍ତୁ ଯେବେ ଏହା ଗୋଟିଏ ଅଭ୍ୟାସ ଅବା ନିଶା ପାଲଟିଯାଏ, ଆଉ ଯେବେ ଆପଣ ଏହାକୁ କଣ୍ଟ୍ରୋଲ କରିପାରନ୍ତିନି, ସେବେ ଏହା ଗୋଟିଏ ବିରାଟ ବଡ଼ ସମସ୍ୟା ହେଇକି ଛିଡ଼ା ହୁଏ। ଯେଉଁ ଲୋକ ଏହି ଅଭ୍ୟାସ ଅବା ନିଶାରେ ଥରେ ଫସିଯାଏ, ତାକୁ ତା ଭିତରୁ ବାହାରିବା ବଡ଼ ମୁସ୍କିଲ ହେଇଯାଏ। ଏଥିରେ ଫସିଥିବା ଲୋକ ପ୍ରତିଦିନ ଏକାଧିକ ଥର ହସ୍ତମୈଥୁନ କରେ, ଅଶ୍ଳୀଳ ଜିନିଷ ଦେଖିକି ନିଜକୁ ସନ୍ତୁଷ୍ଟ କରେ, ପାଠପଢ଼ା ଅବା କୌଣସି ବି କାମରେ ମନ ଲାଗେନି। ସିଏ ସର୍ବଦା ବିଚଳିତ ଅବସ୍ଥାରେ ରୁହେ, ବାରମ୍ବାର ପଶ୍ଚାତାପ କରେ ସତ, କିନ୍ତୁ ପୁଣି ଥରେ ସେଇ କାମକୁ ଦୋହରାଏ। ତ ସାଙ୍ଗମାନେ, ଏକ୍ସେସିଭ୍ ହସ୍ତମୈଥୁନ ଦ୍ୱାରା ଆମ ବ୍ରେନ୍ରେ କ୍ଷରଣ ହେଉଥିବା ଡୋପାମିନ୍ ହର୍ମୋନ୍ ଇନବାଲାନ୍ସ ହେଇଯାଏ। ଏଥିରେ ଆପଣଙ୍କୁ ସର୍ଟ ଟର୍ମରେ ତ ଖୁସି ମିଳେ, କିନ୍ତୁ ଲଙ୍ଗ ଟର୍ମରେ ଏହା ଆପଣଙ୍କ ଏକାଗ୍ରତା, ଇଚ୍ଛା ଶକ୍ତି ଆଉ ଆତ୍ମସମ୍ମାନକୁ ଖାଇଯାଏ। ଏହି ଅଭ୍ୟାସ ଆପଣଙ୍କ ଠାରୁ କ'ଣ କ'ଣ ଛଡ଼େଇ ନେଉଛି? ନମ୍ବର 1, ଆତ୍ମବିଶ୍ୱାସର ଅଭାବ। ହସ୍ତମୈଥୁନରେ ଲିପ୍ତ ଥିବା ଲୋକ ଭିତରେ ଆତ୍ମବିଶ୍ୱାସର ପ୍ରବଳ ଅଭାବ ଦେଖାଯାଏ। ନମ୍ବର 2, ୱିଲ୍ ପାୱାର ବା ଇଚ୍ଛା ଶକ୍ତିରେ ଡାଉନଫଲ୍ ଦେଖାଯାଏ। ହସ୍ତମୈଥୁନ କରୁଥିବା ଲୋକର କୌଣସି ଜିନିଷରେ ମନ ଲାଗେନି, କିଛି କାମ କରିବା ପାଇଁ ଇଚ୍ଛା ହୁଏନି। ମେନ୍ କଥା ହେଲା ଆଗ୍ରହ କମିଯାଏ, ମାନ୍ଦାଳିଆ ପରି ଲାଗେ। ନମ୍ବର 3, ଫୋକସ୍ ଆଉ କ୍ୟାରିୟରରେ କ୍ଷତି ହୁଏ। ଏଥିରେ ଲିପ୍ତ ଥିବା ଲୋକ ନା ନିଜ ପାଠପଢ଼ାରେ ଫୋକସ୍ କରିପାରେ, ଆଉ ନା ହିଁ ନିଜ କ୍ୟାରିୟରରେ, ଯାହାଫଳରେ ସେମାନଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଚାଲିଯାଏ। ନମ୍ବର 4, ଟାୟାର୍ଡନେସ୍ ଆଉ ଲୋ ଏନର୍ଜି। ହସ୍ତମୈଥୁନ କରିସାରିବା ପରେ ଶରୀରରେ ପ୍ରୋଲାକ୍ଟିନ୍ ନାମକ ଗୋଟିଏ ହର୍ମୋନ୍ ରିଲିଜ୍ ହୁଏ, ଯାହାଫଳରେ ବ୍ୟକ୍ତି ଜଣକ ନିଦ୍ରା, ଥକାପଣ ଆଉ ଅଳସୁଆମୀର ଶିକାର ହେଇଯାଏ। ତେବେ ଏହାକୁ ଛାଡ଼ିବେ କେମିତି? ପ୍ରାକ୍ଟିକାଲ ଆଣ୍ଡ ମୋଟିଭେସନାଲ ଗାଇଡ୍ ଟୁ ବ୍ରେକ୍ ହସ୍ତମୈଥୁନ ହାବିଟ୍। ଷ୍ଟେପ୍ 1, ଆପଣ ପ୍ରଥମେ ଟ୍ରିଗରକୁ ଚିହ୍ନଟ କରନ୍ତୁ। ଟ୍ରିଗରର ମାନେ ହେଉଛି ସେଇ ପରିସ୍ଥିତି, ସେଇ ସମୟ, ସେଇ ଭାବନା ଅବା ସେଇ ସ୍ଥିତି ଯାହା ଆପଣଙ୍କ ଭିତରେ ହସ୍ତମୈଥୁନ କରିବାର ଇଚ୍ଛାକୁ ଜାଗ୍ରତ କରିଦିଏ। ଧରନ୍ତୁ, ଆପଣଙ୍କର ବାରମ୍ବାର ଚା ପିଇବାର ଅଭ୍ୟାସ ଅଛି, କିନ୍ତୁ ପ୍ରତିଥର ଆପଣ ଚା ସେବେ ମାଗନ୍ତି ଯେବେ ଆପଣ ଟେନସନରେ ଥାଆନ୍ତି, ଏକୁଟିଆ ବସିଥାନ୍ତି ଅବା ଯେବେ ଅଫିସରେ ଅଧିକ କାମ ଥାଏ। ମାନେ ଏଇ ତିନିଟି ଜିନିଷ, ଟେନସନ୍, ଏକୁଟିଆ ଆଉ ଅଫିସ ୱାର୍କ, ଆପଣଙ୍କ ଟ୍ରିଗର ବନିଗଲା, ଯାହା ଆପଣଙ୍କୁ ଚା ପିଇବା ପାଇଁ ଉସ୍କାଇଥାଏ। ଠିକ୍ ସେମିତି ହିଁ ହସ୍ତମୈଥୁନରେ ବି କିଛି ଟ୍ରିଗର ଥାଏ, ଯେମିତିକି ଲୋନଲିନେସ୍, ଏକଲାପଣ। ଯେବେ କେହି ଏକୁଟିଆ ରୁହେ, ତ ଏକଲାପଣକୁ ଦୂର କରିବା ପାଇଁ ତାକୁ ହସ୍ତମୈଥୁନ କରିବାକୁ ଇଚ୍ଛା ହୁଏ। ଷ୍ଟ୍ରେସ୍, ମାନସିକ ଚାପ। କିଛି ଲୋକ ନିଜର ମାନସିକ ଚାପକୁ କମ୍ କରିବା ପାଇଁ ବି ହସ୍ତମୈଥୁନ କରନ୍ତି। ଅଶ୍ଳୀଳ କଣ୍ଟେଣ୍ଟ ଦେଖିବା। ଯେତେବେଳେ ଜଣେ ଲୋକ ଅଶ୍ଳୀଳ କଣ୍ଟେଣ୍ଟ ଦେଖେ, ଭିଡ଼ିଓଜ୍ ବା ଫଟୋଜ୍ ଦେଖେ, ତ ତା ମନରେ ଉତ୍ତେଜନା ପ୍ରକାଶ ପାଏ, ତାପରେ ତାକୁ ହସ୍ତମୈଥୁନ କରିବାକୁ ଇଚ୍ଛା ହୁଏ। ରାତିରେ ଶୋଇ ଶୋଇକି ଭାବିବା, ମୋବାଇଲ ଚଲାଇବା ସମୟରେ ହଠାତ୍ ପ୍ରବଳ ଇଚ୍ଛା ହେବା, ପର୍ଣ୍ଣ ଅଭ୍ୟାସ, ଖରାପ ସଙ୍ଗତ ଅବା ସାଙ୍ଗସାଥିମାନଙ୍କ କଥା। ଯେବେ ଆଖପାଖରେ ଥିବା ଲୋକମାନେ ଅଶ୍ଳୀଳ କଥାବାର୍ତ୍ତା ହୁଅନ୍ତି, ତ ତାକୁ ଶୁଣି ନିଜ ମନରେ ଉତ୍ତେଜନା ପ୍ରକାଶ ପାଏ, ତାପରେ ହସ୍ତମୈଥୁନ କରିବାର ଇଚ୍ଛା ହୁଏ। ଏହିସବୁ କିଛି ଟ୍ରିଗର୍ସ ଯାହାକି ଆପଣଙ୍କୁ ହସ୍ତମୈଥୁନ କରିବା ପାଇଁ ଉସ୍କେଇଥାଏ। କାରଣ ଯେତେବେଳେ ଆପଣଙ୍କୁ ଜଣା ରହିବ କି ଇଚ୍ଛା ବା ଆଗ୍ରହ କେତେବେଳେ ଆଉ କାହିଁକି ଆସୁଛି, ତ ଆପଣ ସେହି ପରିସ୍ଥିତି ପାଇଁ ପୂର୍ବରୁ ହିଁ ପ୍ରସ୍ତୁତ ରହିବେ। ଆପଣ ଗୋଟିଏ ଛୋଟିଆ ଅଭ୍ୟାସ କରନ୍ତୁ, ଗୋଟିଏ ନୋଟବୁକ୍ ନିଅନ୍ତୁ ଆଉ ସେଥିରେ ଟାଇଟଲ୍ ଦିଅନ୍ତୁ ମାଇ ଟ୍ରିଗର୍ସ। ପ୍ରତିଥର ଯେବେ ହସ୍ତମୈଥୁନ କରିବାର ଇଚ୍ଛା ହୁଏ, ସେଇ ସମୟ ଲେଖନ୍ତୁ। ଟାଇମ୍ କେତେ ଥିଲା, ସେତେବେଳେ ଆପଣ କ'ଣ କରୁଥିଲେ, କେଉଁ ଭାବନାରେ ଥିଲେ। ଏମିତି କରିବା ଦ୍ୱାରା
5 ରୁ 7 ଦିନ ଭିତରେ ଆପଣଙ୍କୁ ଜଣା ପଡ଼ିଯିବ କି ଆପଣଙ୍କ ଟ୍ରିଗର ସବୁ କ'ଣ। ଷ୍ଟେପ୍ 2, ପର୍ନ ଠାରୁ ଦୂରେଇ ରୁହନ୍ତୁ। ସାଙ୍ଗମାନେ, ନିଆଁ ସେବେ ଲିଭିବ ଯେବେ ଆପଣ ସେଥିରେ ତେଲ ଢାଳିବା ବନ୍ଦ କରିବେ। ସର୍ବପ୍ରଥମେ ମୋବାଇଲରେ ଥିବା ଅଶ୍ଳୀଳ ଭିଡ଼ିଓଜ୍, ଫଟୋଜ୍, ୱେବସାଇଟ୍ସ ହିଷ୍ଟ୍ରିକୁ ସମ୍ପୂର୍ଣ୍ଣ ଭାବରେ ଡିଲିଟ୍ କରନ୍ତୁ। ବ୍ଲକର ଆପ୍ଲିକେସନକୁ ଇନଷ୍ଟଲ୍ କରନ୍ତୁ, ଯେମିତିକି ବ୍ଲକ୍ ସାଇଟ୍, ଷ୍ଟେ ଫୋକସ୍ଡ ଏକ୍ସେଟ୍ରା। ଇନଷ୍ଟାଗ୍ରାମ, ଫେସବୁକ୍, ୟୁଟ୍ୟୁବରେ ବି ବୋଲ୍ଡ କଣ୍ଟେଣ୍ଟ ଠାରୁ ଦୂରେଇ ରୁହନ୍ତୁ, ଅନଫଲୋ କରନ୍ତୁ। ମୁଁ ଗୋଟେ ପାୱାରଫୁଲ୍ ଲାଇନ୍ କହୁଛି, ତାକୁ ମନେ ରଖନ୍ତୁ। ଯେଉଁ ଜିନିଷ ଆପଣଙ୍କୁ କଣ୍ଟ୍ରୋଲରେ ନେଇନିଏ ତାହା ଏଣ୍ଟରଟେନମେଣ୍ଟ ନୁହେଁ, ବରଂ ଦାସତ୍ୱ ହେଇଯାଏ। ଷ୍ଟେପ୍ 3, ନିଜ ଏନର୍ଜିକୁ ରିଡାଇରେକ୍ଟ କରନ୍ତୁ। ସାଙ୍ଗମାନେ ମନେ ରଖନ୍ତୁ, ସେକ୍ସୁଆଲ ଏନର୍ଜି ସବୁଠାରୁ ପାୱାରଫୁଲ୍ ହେଇଥାଏ। ଏହାକୁ ବର୍ବାଦ ନୁହେଁ, ଏହାକୁ ମ୍ୟାନେଜ କରନ୍ତୁ। ଯେତେବେଳେ ଇଚ୍ଛା ହୁଏ ସେବେ ତୁରନ୍ତ ଉଠିଯାଇ ପୁଶ ଅଫ୍, ରନିଂ ଅବା ସ୍ପିଡଲି ଚାଲନ୍ତୁ। ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ ଅବା ଗାଧୋଇ ପଡ଼ନ୍ତୁ। କୌଣସି ବି ମଜାଦାର କାମ କରନ୍ତୁ, ଯେମିତିକି ଡ୍ରଇଂ, ରାଇଟିଂ, ମ୍ୟୁଜିକ୍ ସିଙ୍ଗିଂ, ମ୍ୟୁଜିକ୍ ଲିସନିଂ। ଶରୀରକୁ ଏମିତି ବ୍ୟସ୍ତ ରଖିଦିଅନ୍ତୁ ଯେମିତି ମାଇଣ୍ଡ ପୁରା ଶାନ୍ତ ହେଇଯିବ। ଷ୍ଟେପ୍ 4, ନୋ ଫ୍ୟାବ୍ 21 ଡେଜ୍ର ଚ୍ୟାଲେଞ୍ଜକୁ ଆପଣାନ୍ତୁ। 21 ଦିନ, କେବଳ 21 ଦିନ। ଏହା ହେଉଛି ଆପଣଙ୍କ ପ୍ରକୃତ ପରୀକ୍ଷା। ଗୋଟିଏ କାଗଜରେ ଲେଖନ୍ତୁ କି ମୁଁ 21 ଦିନ ପର୍ଯ୍ୟନ୍ତ ହସ୍ତମୈଥୁନ ଠାରୁ ଦୂରେଇ ରହିବି, ଆଉ ନିଜ ଶରୀର ଏବଂ ମନ ଉପରେ ନିୟନ୍ତ୍ରଣ ରଖିବି। ପ୍ରତିଦିନ ଯେବେ ଇଚ୍ଛା ଆସିବ ସେବେ ସେହି କାଗଜକୁ ପଢ଼ନ୍ତୁ। ଷ୍ଟେପ୍ 5, ଧ୍ୟାନ ଆଉ ସେଲ୍ଫ ଟକ୍। ପ୍ରକୃତ ଫାଇଟ୍ ଶରୀର ସହିତ ନୁହେଁ, ମନ ସହିତ ହେଇଥାଏ। ଆପଣ ଡେଲି କମ୍ ସେ କମ୍ 10 ମିନିଟ୍ ହଉ ପଛେ ଏକାନ୍ତରେ ବସନ୍ତୁ, ଆଖି ବନ୍ଦ କରନ୍ତୁ, ଧୀରେ ଧୀରେ ନିଶ୍ୱାସ ଭିତରକୁ ନିଅନ୍ତୁ ଆଉ ତାକୁ ବାହାରକୁ ଛାଡ଼ନ୍ତୁ। ନିଜ ଥଟ୍ସକୁ ଜଜ୍ କରନ୍ତୁନି, କେବଳ ଅବଜର୍ଭ କରନ୍ତୁ। ଶରୀର ଆଉ ମନକୁ ଶାନ୍ତ ହେବାକୁ ଦିଅନ୍ତୁ। ଆପଣ ମିରର ସାମ୍ନାରେ ଛିଡ଼ା ହୋଇ ସେଲ୍ଫ ଟକ୍ ପ୍ରାକ୍ଟିସ୍ କରନ୍ତୁ କି ମୁଁ ଆଜି ଜିତିବି, ମୋ ଭିତରେ ବ୍ରହ୍ମଚର୍ଯ୍ୟର ଶକ୍ତି ଅଛି, ମୁଁ ନିଜର ମାଲିକ, ଗୋଲାମ ନୁହେଁ, ମୁଁ ସଫଳ ହେବି, ମୁଁ ଖରାପ କାମ କରିବିନି। ସାଙ୍ଗମାନେ, ହସ୍ତମୈଥୁନ ଭଳି ଖରାପ ଅଭ୍ୟାସକୁ ଛାଡ଼ିବା ଏତେ ସହଜ ନୁହେଁ, କିନ୍ତୁ ଅସମ୍ଭବ ବି ନୁହେଁ। କଥାରେ ଅଛି, ନଥିଙ୍ଗ ଇଜ୍ ଇମ୍ପସିବୁଲ୍, ଏଭ୍ରିଥିଙ୍ଗ ଇଜ୍ ପସିବୁଲ୍। ତେଣୁ ଆଜିଠାରୁ ହିଁ ଗୋଟିଏ ନୂଆ ଅଧ୍ୟାୟ ଆରମ୍ଭ କରନ୍ତୁ। ଆପଣଙ୍କ ଭବିଷ୍ୟତ ଆପଣଙ୍କ ହାତରେ ଅଛି। ଯଦି ଆଜି ଆପଣ ନିଜ ଭବିଷ୍ୟତ ପାଇଁ ଲଢ଼ିବେନି, ତାହେଲେ ଆପଣ କଳା ଅନ୍ଧାର ଭିତରେ ହଜିଯିବେ। ତ ସାଙ୍ଗମାନେ, ଆଜି ପାଇଁ ଏତିକି। ପୁଣି ଦେଖା ହେବ ଆଉ ଗୋଟେ ନୂଆ ଭିଡ଼ିଓରେ। ଯଦି ଆଜିର ଏହି ଭିଡ଼ିଓଟି ଭଲ ଲାଗିଥାଏ ତ ଏହାକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ କରନ୍ତୁ, ଆଉ ଆମ ଫ୍ୟାମିଲି ସହିତ ଯୋଡ଼ି ହେବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ହିଁ ଯାଆନ୍ତୁ। ଧନ୍ୟବାଦ।